ଆଜିର କାହାଣୀ ସାକ୍ଷ୍ୟଦାନ। ପୂର୍ବଭଳି ରାଜା ବିକ୍ରମାର୍କ ପୁନର୍ବାର ଗଛ ନିକଟକୁ ଫେରିଗଲେ ଓ ଶବଟିକୁ ଉତାରି ଆଣି କାନ୍ଧରେ ପକାଇ ଭୟଙ୍କର ଶ୍ମଶାନ ଅତିକ୍ରମ କରିବାକୁ ଲାଗିଲେ। ଆଖପାଖରୁ ଶୁଭୁଥାଏ ଭୟଙ୍କର ରଡ଼ି ଓ କୌଣସି ଅଶରୀରର ଅଟ୍ଟହାସ୍ୟ। ହଠାତ୍ ଶବସ୍ଥିତ ବେତାଳ କହିଲା, ରାଜା, ମଣିଷର ବିବେକ ବୁଦ୍ଧିରେ କିଛି ସ୍ଥିରତା ନଥାଏ। ବିବେକବାନ ଲୋକ ଥରେ ଥରେ ଅବିବେକୀ କାମ କରି ବସେ, ପୁଣି ଅବିବେକୀ ମଧ୍ୟ ସତ୍କାର୍ଯ୍ୟ କରିପାରେ। ଶୁଣ ଗୋଟିଏ କାହାଣୀ। ବେତାଳ ପ୍ରସୂନ ଥିଲା କୌଶମ୍ବୀ ନଗରୀର ଏକ ସମ୍ଭ୍ରାନ୍ତ ପରିବାରର ଯୁବକ। ସେ ବଡ଼ ହେବା ବେଳକୁ ତା ବଂଶର ଖାନଦାନ ବିଲୁପ୍ତ ହେଲାଣି। ବିଚରା ପ୍ରସୂନ ନିଜ ପରିବାର କିପରି ପ୍ରତିପାଳନ କରିବ ସେ ନେଇ ଚିନ୍ତାରେ ପଡ଼ିଥାଏ। ସେହି ନଗରୀରେ ଦୀପକ ନାମକ ଧନୀ ବ୍ୟବସାୟୀ ଥିଲା। ସେ ପ୍ରସୂନକୁ ନିଜର ଗୁମାସ୍ତା ନିଯୁକ୍ତି କଲା। ପ୍ରସୂନ ଅତି ବିଶ୍ୱସ୍ତ ଭାବରେ ମାଲିକର କାମ କରୁଥାଏ। ଦିନେ ଦୀପକ ଘରୁ ଚୋରି ହେଲା। ଦୀପକ ଗୋଟିଏ ଚାକରକୁ ସନ୍ଦେହ କରି ବେଦାମ ମାଡ଼ ଦିଅନ୍ତେ ଚାକରଟି ହଠାତ୍ ମରିଗଲା। ରାଜଦଣ୍ଡ ଭୟରେ ଦୀପକ ସେ ଅପରାଧକୁ ମୈନାକ ନାମକ ଅନ୍ୟ ଗୋଟିଏ ଚାକର ମୁଣ୍ଡରେ ଚପାଇ ଦେଲା। ଏସବୁ ଘଟିବା ବେଳେ ପ୍ରସୂନ ସେଠାରେ ଉପସ୍ଥିତ ଥିଲା। ସିପାହୀ ଆସି ମୈନାକକୁ ଧରି ନେଇଗଲେ। ମୈନାକ ରାଜାଙ୍କ ଆଗରେ କହିଲା ଯେ ସେ ନିର୍ଦ୍ଦୋଷ। ପ୍ରସୂନ ସବୁ ଦେଖିଛି, ତାକୁ ପଚରା ଯାଉ। ସେତେବେଳେ ରାଜାଙ୍କ ଆଗରେ ଆହୁରି ଗୁଡ଼ାଏ ବିଚାର ଥିଲା। ତେଣୁ ରାଜା ଏ ବିଚାରକୁ କିଛି ଦିନ ପାଇଁ ସ୍ଥଗିତ ରଖିଲେ। ଦୀପକ ବୁଝିଲା ଯେ ତାର ଭାଗ୍ୟ ପ୍ରସୂନର ସାକ୍ଷ୍ୟ ଉପରେ ନିର୍ଭର କରୁଛି। ସେ ପ୍ରସୂନକୁ ଡାକି କହିଲା ଯେ ପ୍ରସୂନ ଯଦି ତାକୁ ନିର୍ଦ୍ଦୋଷ ବୋଲି ଦରବାରରେ ଘୋଷଣା କରିବ, ତେବେ ସେ ତାକୁ ନିଜର ସ୍ୱାଧୀନ ବ୍ୟବସାୟ ପାଇଁ ବିପୁଳ ଅର୍ଥ ଯୋଗାଇ ଦେବ। ପ୍ରସୂନ ଏ କଥା ମାନିନେଲା। କିନ୍ତୁ ପ୍ରସୂନ ଉପରୁ ଦୀପକର ସନ୍ଦେହ ଗଲା ନାହିଁ। ସେ ଜଣେ ବିଶ୍ୱାସୀ ଚାକରକୁ ତା ମନ କଥା ବୁଝିବା ପାଇଁ ତା ଘରକୁ ପଠାଇଲା। ଚାକର ଯାଇ ପ୍ରସୂନକୁ କହିଲା, ଆଜ୍ଞା, ଆପଣ ନିରପରାଧ ମୈନାକୁ ଜାଣି ଜାଣି ଫାଶୀ କାଠରେ ଝୁଲାଇବେ। ସେଇଟା କେଡ଼େ ବଡ଼ ପାପ ହେବ ଜାଣନ୍ତି ତ? ପାପ ପୁଣ୍ୟ କଥା ଜାଣେ ନା। ଦୀପକ ମୋର ଖାଉନ୍ଦା, ତାକୁ ରକ୍ଷା କରିବା ମୋର କର୍ତ୍ତବ୍ୟ। ତା ଛଡ଼ା ମୁଁ ତା ସପକ୍ଷରେ ସାକ୍ଷ୍ୟ ଦେଲେ ମୋ ପରିବାର ଭରଣପୋଷଣର ସ୍ଥାୟୀ ବ୍ୟବସ୍ଥା ହୋଇଯିବ। ଅତଏବ ମୋର ଗତ୍ୟନ୍ତର ନାହିଁ। ପ୍ରସୂନ ସ୍ପଷ୍ଟ ଭାବରେ ଜଣାଇଦେଲା। ଚାକରଟି ଯାଇ ଦୀପକକୁ ଏ କଥା କହିବାରୁ ଦୀପକ ଆଶ୍ୱସ୍ତ ହେଲା। ପରଦିନ ସନ୍ଧ୍ୟାବେଳକୁ ଦୀପକ ନିଜେ ପ୍ରସୂନ ଘରକୁ ଗଲା। ସେତେବେଳକୁ ମୈନାକର ସ୍ତ୍ରୀ ପ୍ରସୂନକୁ କହୁଥାଏ, ବାବୁ, ମୋ ସ୍ୱାମୀକୁ ତମେ ହିଁ ରକ୍ଷା କରିପାରିବ। ସେ କୌଣସି ଅପରାଧ କରିନାହିଁ। ସେ ଦଣ୍ଡିତ ହେଲେ ମୋ ପିଲାପିଲିଙ୍କର କ'ଣ ହେବ? ପ୍ରସୂନ କ'ଣ କହିବ ଶୁଣିବା ପାଇଁ ଦୀପକ ଅପେକ୍ଷା କଲା। ଭଉଣୀ, ମୋତେ ସେ କଥା କୁହ ନା। ମୁଁ ଦୀପକର ଚାକର, ତା ହିତରେ ମୋ ହିତ। ପ୍ରସୂନ ଜବାବ ଦେଲା। ସ୍ତ୍ରୀ ଲୋକଟି ପ୍ରସୂନକୁ ଗାଳି ଗୁଲଜ କରୁ କରୁ ସେଠାରୁ ଚାଲିଗଲା। ତାପରେ ଦୀପକ ପ୍ରସୂନ ପାଖକୁ ଯାଇ ତାର ବହୁତ ପ୍ରଶଂସା କଲା। ଏଣିକି ପ୍ରସୂନ ପ୍ରତି ତାର ଆଉ କୌଣସି ସନ୍ଦେହ ରହିଲା ନାହିଁ। ପରଦିନ ରାଜା ସେ ବିଚାର ହାତକୁ ନେଲେ। ବନ୍ଦୀ ମୈନାକ କହିଲା, ମହାରାଜ, ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ଯାହା ଘଟିଲା ସେସବୁ ପ୍ରସୂନ ଦେଖିଛନ୍ତି। ତାଙ୍କୁ ଜିଜ୍ଞାସା କରାଯାଉ। ରାଜା ପ୍ରସୂନକୁ ସତ୍ୟ କହିବା ପାଇଁ ନିର୍ଦ୍ଦେଶ ଦେଲେ। ମହାରାଜ, ଦୀପକର ମାଡ଼ରେ ହିଁ ଲୋକଟି ମରିଛି। ମୈନାକ ସହ ସେ ମୃତ୍ୟୁର କୌଣସି ସମ୍ପର୍କ ନାହିଁ, ପ୍ରସୂନ କହିଲା। ଏହାପରେ ଦୀପକ ନିଜ ଅପରାଧ ସ୍ୱୀକାର କଲା। ରାଜା ମୈନାକକୁ ମୁକ୍ତି ଦେଲେ ଓ ଦୀପକକୁ ଦଣ୍ଡ ଦେଲେ। କାହାଣୀଟି ଶୁଣାଇ ସାରି ବେତାଳ ପ୍ରଶ୍ନ କଲା, ରାଜା, ପ୍ରସୂନ ପ୍ରଥମେ ମିଛ ସାକ୍ଷ୍ୟ ଦେବାକୁ କେମିତି ରାଜି ହୋଇଗଲା? ପ୍ରଭୁ ଭକ୍ତି ଯୋଗୁଁ ନା ଧନ ଲାଭ ଲୋଭରେ? ପୁଣି ସେ ହଠାତ୍ ଦରବାରରେ ନିଜ ମତିଗତି ବଦଳାଇଲା। ଭିନ୍ନ କଥା କହିଲା କାହିଁକି? ସେ ସତ୍ୟ କହିବାରୁ ଦୀପକ ବା କାହିଁକି ନିଜ ଅପରାଧ ସ୍ୱୀକାର କଲା? ଉତ୍ତର ଜାଣି ମଧ୍ୟ ଯଦି ମୋ ସନ୍ଦେହର ଅବସାନ ନ କରିବ, ତେବେ ତୁମ ଶରୀର ବିଦୀର୍ଣ୍ଣ ହୋଇଯିବ। ବିକ୍ରମାର୍କ ଉତ୍ତର ଦେଲେ। ପ୍ରସୂନ ନିଜ ବିଚାର ବଦଳାଇ ନଥିଲା। ସେ ସତ୍ୟବାଦୀ ଓ ପ୍ରଥମରୁ ହିଁ ସତ୍ୟ କହିବାକୁ ପ୍ରସ୍ତୁତ ଥିଲା। ତେବେ ସେ ନିଜ ସିଦ୍ଧାନ୍ତ ଆଗରୁ ପ୍ରଘଟ କରୁନଥିଲା। ଯେହେତୁ ସେ ଥିଲା ବେଶ ବୁଦ୍ଧିମାନ, ସେ ଦୀପକ ବିରୁଦ୍ଧରେ ସାକ୍ଷ୍ୟ ଦେବେ ବୋଲି ଜଣାପଡ଼ିଲେ ଦୀପକ ଦଣ୍ଡଭୋଗରୁ ବର୍ତ୍ତିବା ପାଇଁ ହୁଏତ ଅନ୍ୟ ବ୍ୟବସ୍ଥା କରିଥାନ୍ତା। ନିଜକୁ ସତ୍ୟବାଦୀ ବୋଲି ଜାହିର କରିବାର ଆବଶ୍ୟକତା ପ୍ରସୂନର ନଥିଲା, କାରଣ ସମସ୍ତେ ତା ସ୍ୱଭାବ ଜାଣିଥିଲେ। ମୈନାକର ସ୍ତ୍ରୀ ଆଗରେ ବି ସେ ପ୍ରକୃତରେ କିଏ ସାକ୍ଷ୍ୟ ଦେବ ସେ କଥା ଆଗରୁ ଘୋଷଣା କରି ତାର କିଛି ଉପକାର କରିପାରି ନଥାନ୍ତା। ବାକି ଦୀପକ ଅପରାଧ ସ୍ୱୀକାର କରିବା କଥା। ପ୍ରସୂନ ଛଡ଼ା ଅନ୍ୟ ଚାକର ବାକର ମଧ୍ୟ ସତ୍ୟ କଥା ଜାଣିଥିଲେ। ପ୍ରସୂନକୁ ସେ ଅର୍ଥଲୋଭ ଦେଖାଇଲା ଓ ପ୍ରସୂନ ଉପରେ ଆସ୍ଥା ରଖିଥିଲା। ଯେତେବେଳେ ତା ସତ୍ତ୍ୱେ ପ୍ରସୂନ ସତ୍ୟ କହିଲା, ଅନ୍ୟ କିଏ ବା କାହିଁକି ତା ସପକ୍ଷରେ ସାକ୍ଷ୍ୟ ଦେବ? ତେଣୁ ସେ ଅପରାଧ ସ୍ୱୀକାର କରିନେବା ଉଚିତ ବୋଲି ମନେ କଲା। ରାଜାଙ୍କ ମନୋଭଙ୍ଗ ହେବା ମାତ୍ରେ ଶବ ସହ ବେତାଳ ପୁଣି ତାଙ୍କ କାନ୍ଧରୁ ଖସିଯାଇ ଅଦୂରର ବିଶାଳକାୟ ଗଛ ଡାଳ ଯାଇ ଝୁଲି ପଡ଼ିଲା। ଏ କାହାଣୀରେ ଏତିକି। ପୁଣି ଆଉ ଏକ କାହାଣୀ ସହିତ ଦେଖା ହେବ।